ଗୋଟେ କଥା କହିବି ନା ସାଙ୍ଗମାନେ, ଆମର ସୁରତ ଭାଇମାନଙ୍କୁ ଯେଉଁ ଭାଇମାନେ ଟ୍ରୋଲ୍ କରୁଛନ୍ତି ସେଇମାନଙ୍କ ଏଇ ଭିଡ଼ିଓଟା। ଭାଇ ଆପଣଙ୍କ ମନରେ କ'ଣ ଚାଲିଛି, ଆପଣ କ'ଣ ମାନେ ଭାବିକି କହୁଛନ୍ତି, ମୁଁ ତ ସେ କଥା ଜାଣିନି। କିନ୍ତୁ ଭାଇ ବିଶ୍ୱାସ କର, ମୁଁ ସୁରତ ବର୍ତ୍ତମାନ ଆସିବାର ଦୁଇ ଦିନ ହେଲା। 2 ଦିନରେ ବର୍ତ୍ତମାନ ସୁରତରେ ମାନେ ବର୍ଷା ପ୍ରବଳ ଲାଗି ରହିଛି ହେଲା। ସେ ଭିତରେ ପୁଣି କ'ଣ ନା ଦେଖିବେ, ବର୍ଷା ତ ଲାଗି ରହିଛି। ସେ ବର୍ଷାରେ ନା ଆମର ଯେଉଁ ସୁରତରେ ଆମର ଯେଉଁ ଭାଇମାନେ ସବୁ ଅଛନ୍ତି, ମାନେ କ'ଣ କହିବି ସାଙ୍ଗମାନେ, ସେମାନଙ୍କର ଯେଉଁ ଜୀବନଶୈଳୀଟା, ସେମାନେ ଏତେ ବର୍ଷାରେ ବି କିଏ ଛତା, କିଏ ରେଇନକୋଟ୍, ମାନେ ଇଭେନ୍ କିଏ ମାନେ ବିନା ଛତା ବିନା ରେନକୋଟରେ ବି ସେ ମାନେ ବର୍ଷାରେ ଭିଜି ଭିଜିକିନା ସେ ଡ୍ୟୁଟି ଯାଉଛନ୍ତି। ମାନେ ଯାହା ବି ହେଇଯାଉ ନା କ'ଣ ପରିସ୍ଥିତି, କାମ ମାନେ ସେମାନେ ଡ୍ୟୁଟି ଆବସେଣ୍ଟ କରୁନାହାନ୍ତି, ଯାଉଛନ୍ତି। ଆଉ ଜଣେ ଭାଇ ତ ମୁଁ ପଚାରିଲି, ଭାଇ ବର୍ଷା ଆଜି ହେଉଛି ନହେଲେ ରହିଗଲେ ହେବନି? ତ ସେ ଗୋଟେ ବହୁତ ମାନେ ବଡ଼ କଥାଟେ କହିଲା। ସେଟା ପ୍ରଦୀପ ଭାଇ, ଏବେ ନା ଏଇ ସିଜନଟା ଆମର ସୁରତରେ ସେଟ୍ମାନଙ୍କର ପାୱାର ସିଜନଟା। ଏଇ ସିଜନରେ ସେମାନଙ୍କ ପାଖରେ ଫୁଲ୍ ପାୱାର ଥାଏ, କାହିଁକିନା ବର୍ଷା ସିଜନରେ ମାନେ ଲୋକ ଏଠି ଆମ ଓଡ଼ିଶା ହଉ କିମ୍ବା ବାହାରୁ ଯେଉଁମାନେ ଆସୁଛନ୍ତି, ପ୍ରାୟ ପ୍ରବଳ ଲୋକ ଏଠି ଉପସ୍ଥିତ ଥାନ୍ତି। ଖରାଦିନେ ଟିକେ ଛୁଟିରେ ପଳାନ୍ତି, ତେଣୁ ଖରାଦିନେ ୱାର୍କର ମିଳିବାଟା ବହୁତ କମ୍ ଥାଏ। ତେଣୁ ଖରାଦିନେ ଯେଉଁ ଲୋକ ଆସିଲେ, ଯେଉଁ ଭଳିଆ ଲୋକ ଆସିଲେ ମଧ୍ୟ ସେଟ୍ମାନେ ତାଙ୍କୁ ଗୋଡ଼ ହାତ ଧରିକି ରଖିଦିଅନ୍ତି। ବର୍ଷା ଦିନେ ଲୋକ ୱାର୍କର ମାନେ ଆମର ଯେଉଁ ଭାଇମାନେ ସବୁ ଆସୁଛନ୍ତି ୱାର୍କ କରୁଛନ୍ତି ଏଠି ଆସିକି, ପ୍ରବଳ ରହିଛନ୍ତି, ମାନେ ଅଭାବ ନାହିଁ। ମାନେ ଏମିତିରେ ମାନେ ଓଡ଼ିଶାରେ ବି ଯେଉଁ ମାନେ ବର୍ଷା ସିଜନରେ କାମ ଦାମ ଏମିତି କିଛି ନାହିଁ, ତେଣୁ ସେମାନେ ପଳେଇ ଆସନ୍ତି ସୁରତ ଡିପେଣ୍ଡ କରିକି। ତ ଏଥିରେ କ'ଣ ହେଉଛି ନା, ଲୋକ ଗୋଟେ କମ୍ପାନୀ ଯଦି ଗୋଟେ ଦିନ ଆବସେଣ୍ଟ କରେ, ତ ସେଟ୍ଟାକୁ କହିଦିଏ ଯେ କାଲିଠାରୁ ଆସୁନି। କେତେ ମାନେ ଦୁଃଖ ଗୋଟେ ଆମର ଯେଉଁ ବାହାରେ ଖଟୁଛନ୍ତି ଭାଇମାନଙ୍କର ମାନେ ଜୀବନଶୈଳୀ, ତାଙ୍କ ଦୁଃଖ ମାନେ ବିଷୟ ଯଦି ଫିଲିଙ୍ଗସ୍ ମାନେ ଟିକେ ଭାବିବେ ନା, ବହୁତ କଷ୍ଟ ଲାଗିବ। ଗୋଟେ ଦିନ ଯଦି ସେ ନ ଯିବ, ମାନେ ସେଟ୍ ତାର ବୁଝିବନି ଦୁଃଖଟା କ'ଣ, ସେ କାହିଁକି ଆସିପାରିଲାନି, ବର୍ଷା ହେଲା କି ପ୍ରବଳ ହେଲା କି ଦେହ ତାର ଖରାପ ହେଲା କିମ୍ବା ଯାହା ବି କିଛି ଅସୁବିଧା, ସେ ମାନେ ଚିନ୍ତା କରିବନି। ସେ ଡାଇରେକ୍ଟ ତାକୁ କହିଦେବ ଯେ ଭାଇ ତୁ କାଲିଠୁ ଆସୁନୁ। କାହିଁ କହିଦେବ ନା, ଗୋଟିଏ ସେ ତାକୁ ମନା କଲା ପରେ ନା ଆଉ ଗୋଟେ ଭାଇ ପ୍ରସ୍ତୁତ ହେଇକି ଥିବ ସେଇ କମ୍ପାନୀରେ ବସିବା ପାଇଁ। ତ ସେ ଭାଇ ମାନେ ବିଚରା ସେ ବି କିଛି କରିବାନି, ସେ ଭୟରେ ବି, ସେ ଡରରେ ବି, ସେ ମାନେ କେତେ ଦୁଃଖ, ମାନେ ଦେହରେ ପୀଡ଼ା ଥିଲେ ବି, ଜ୍ୱର ଥିଲେ ବି, ମାନେ ସ୍ୱାସ୍ଥ୍ୟ ଅସୁସ୍ଥ ଥିଲେ ବି ସେ ମାନେ କାମ କରିବାକୁ ଯିବା ବାଧ୍ୟ ହେଉଛି। ତାପରେ ସେଠୁ ପୁଣି ସେ ମାନେ ଡେ ନାଇଟ୍ ଡ୍ୟୁଟି କରିବ, ରାତିରେ ଯିବ ପୁଣି ଦିନରେ ଯିବ, ଆହୁରି ପୁଣି 12 ଘଣ୍ଟା ଡ୍ୟୁଟି। 12 ଘଣ୍ଟା ଡ୍ୟୁଟି କରିକି ଆସିଲା ପରେ, ଭାଇ ସେ ପୁଣି ଆସିଲା ପରେ ସେ ବର୍ଷାରେ ଭିଜିକି ଯିବ, ଗୋଟେ ପରିବା ଟିକେ ଆଣିବ, କିମ୍ବା ଯାହା ବି ସରିଛି ରାସନ ସରିଛି, ମାନେ ଯାହା ବି ଅଛି ତାର ଦୈନିକ ଦିନ ଯେଉଁ ରହୁଛି ସିଷ୍ଟମ୍, ସେଇ ଜିନିଷ ଗୁଡ଼ାକ ସେ ସବୁ ସଞ୍ଚୟ କରିବା ପାଇଁ ପୁଣି ସେଇ ଜିନିଷ ଲାଗିବ। ତ ଭାଇ 12 ଘଣ୍ଟା ଡ୍ୟୁଟି କରିକି ଆସିବ, ଆଉ ଖାଇବ, ପିଇବ, ଶୋଇବ, ରହିବ। ତ ମୁଁ କହିବା କଥା ଭାଇ, ଯେଉଁମାନେ ଟ୍ରୋଲ୍ କରୁଛ, ତମ ନହେଲେ ତ କିଛି ଫରକ ପଡ଼ିବନି, କାହିଁକିନା ତମେ ତ ମାନେ ଗାଁରେ ହଉ ସହରରେ ହଉ ରହିଯାଉଛ। କୌଣସି ମାନେ କେଉଁଠି ମାନେ କାହାକୁ ଠକେଇକି, କାହାକୁ ମାନେ ଦଲାଲି କରିକି, କିମ୍ବା କୌଣସି ରାଜନୀତିରୁ କୌଣସି କେଉଁ ଫଣ୍ଡରୁ ପଇସା ଫଇସା କାଢ଼ିକି, କିମ୍ବା ଆପଣଙ୍କର ରାଜସ୍ୱ ସମ୍ପତ୍ତି, କିମ୍ବା ପୂର୍ବ ସମ୍ପତ୍ତି, କିମ୍ବା ପିତୃ ସମ୍ପତ୍ତି, କିମ୍ବା ଆପଣ ଭଲ ଟିକେ ପୋଜିସନ୍‌ରେ ଅଛନ୍ତି, ଆପଣଙ୍କୁ ଭଲ ସାଲେରୀ ମିଳିଯାଉଛି, ଆପଣଙ୍କୁ ଜଣା ପଡ଼ୁନି, ଆପଣ ଉପରି ଖାଇକି ମା ଭଉଣୀ ରୋଷେଇ କରିଦେଉଛନ୍ତି, ଖାଇଦେଇ ବସୁଛନ୍ତି। ଆପଣ କିଛି ତ କାମ ଧନ୍ଦା ବି ନଥିବ, ଗାଁ ଗହଳି ନହେଲେ କେଉଁଠି ମଣ୍ଡପରେ ବସି ଖଟି ମାରୁଥିବେ, ତ ଆପଣଙ୍କୁ କିଛି ଜଣାପଡ଼ିବନି ଦୁଃଖଟା କ'ଣ, ମାନେ ପରିଶ୍ରମଟା କ'ଣ। ଆପଣ କ'ଣ କରିବେ ନା, ଟ୍ରୋଲ୍ କରିଦେବେ ସୁରତର ଭାଇମାନଙ୍କ ପାଇଁ। ଭାଇ ଥରୁଟେ ମୁଁ ଅନୁରୋଧ କରିବି, ଟ୍ରୋଲ୍ କରିବା ପୂର୍ବରୁ ନା ଥରୁଟେ ଆସ ସୁରତ ବୁଲିକି ଯାଅ, ଭାଇମାନଙ୍କ ସହିତ ମିଶିକି ଯାଅ, ମାନେ ଦେଖିବ, ବିଶ୍ୱାସ କର ଭାଇ। ସେମାନେ ତମେ ଭାବୁଛ ଆସିକି ସୁରତ ଖଟୁଛନ୍ତି, 12 ଘଣ୍ଟା ଖଟୁଛନ୍ତି। ହଁ ଭାଇ, ଏଇଟା କହିପାରିବି, କିଛିଟା ଭାଇ ଆମର ଏମିତି ମାନେ ଛପରି କାମ କରନ୍ତି, କିମ୍ବା ଯେଉଁଟା ଟିକେ ହୁଣ୍ଡାମି କାମ କରନ୍ତି ବୋଲି ଆମର ପ୍ରାୟ ସେମାନ ପାଇଁ ବୋଲି ଆମର ସୁରତରେ ପ୍ରାୟ ଭାଇମାନେ ମାନେ ସେଇ ମାନେ କଥାଟା ଶୁଣିବାକୁ ପଡ଼ୁଛି, ଯେଉଁ ଟ୍ରୋଲ୍ ଟ୍ରୋଲ୍ର ମାନେ ଶିକାର ହେବାକୁ ପଡ଼ୁଛି।
ତ ଭାଇ ସମସ୍ତ ଭାଇ ସେମିତି ନୁହଁ, ସମସ୍ତେ ବହୁତ ଭଲ ବହୁତ ବଢ଼ିଆ। ଆପଣ ଥରୁଟେ ଆସି ଭିଜିଟ୍ କରନ୍ତୁ ସୁରତ, ଦେଖିବେ ଏତେ ଭଲ ପାଇବା ଏକତା ଭାଇଚାରା ଅଛି ନା ଭାଇ। 2 ଦିନ ହେଲା ବର୍ଷାରେ ସେମାନେ ତ ତକଲିଫ ଅଛନ୍ତି। ମୁଁ କାହାର ଭିଡ଼ିଓ ଦେଖୁନି, ଏଥିପାଇଁ ମୁଁ ଆସିକି ଉପର ଗୋଟେ ଭାଇ ରୁମ୍ରେ ଆସିକି ଭିଡ଼ିଓଟା କରୁଛି। କାହିଁକିନା ମୋତେ ନା ବହୁତ ମାନେ ଖରାପ ଲାଗିଲା ଯେ ମୁଁ ତାଙ୍କ ପାଖରେ ଭିଡ଼ିଓଟା ବି କରିପାରିଲିନି। ସେମାନେ ଏତେ କଷ୍ଟରେ ରହିକିନା ମଧ୍ୟ ପ୍ରଦୀପ ଭାଇ ଆସୁଛନ୍ତି। ଆରେ ଭାଇ ମୁଁ ତ ଗୋଟେ ସାଧାରଣ ମଣିଷ, ମୋର ଭାଇ ଭଳିଆ ମଧ୍ୟ ମଣିଷ, ମୁଁ ବି ମଣିଷ, ମୁଁ ବି ପରିଶ୍ରମ କରୁଛି ଭାଇ। ମୁଁ ବି ନିଜେ ରୋଷେଇ କରି ଖାଉଛି, ସବୁ ମାନେ ମାଣ୍ଡିଆ ଯାଉ କାଞ୍ଜି ସବୁ ଖାଇଛି ଭାଇ। ମୁଁ କି ବି ସେମିତି ବଡ଼ ବଡ଼ ମାନେ ଘରେ ବି ଆମର ସର୍ଭିସ୍ ଚାକିରୀ ବାଲା ଲୋକ ଅଛନ୍ତି। ମୁଁ ବି ପରିଶ୍ରମ କରିଛି, ମୁଁ ବି ଭଲ କଷ୍ଟ ହେଉଛି, ମୁଁ ବି ମାନେ ଲେବର କାମ ବି କରିଛି, ମାନେ ଜମିରେ ବି ଖଟିଛି। ସେମିତି କିଛି ମୁଁ ବଡ଼ ଘର ନାହିଁ। ତଥାପି ସେମାନଙ୍କର ଗୋଟେ ଭାବନା, ପ୍ରଦୀପ ଭାଇ ଆସୁଛନ୍ତି ଗାଁରେ ଆମେ ମିଶି ବୁଲୁଛୁ, ସାଙ୍ଗସାଥି ହଉଛୁ, ନହେଲେ ପ୍ରଦୀପ ଆସି ସାନ ଭାଇ ବଡ଼ ଭାଇ ଯାହା ଭାବୁଛନ୍ତି ସେମାନେ। କ'ଣ ସେମାନେ ଭାବନା ମୁଁ ଜାଣିପାରୁନି, କିନ୍ତୁ ମୁଁ ଆସିଥିଲି ମୋ କାମରେ ଗୋଟେ ଇଣ୍ଟରଭ୍ୟୁ ଥିଲା ବୋଲି ଆସିଥିଲି। ସେମାନେ କିଛି ଆଗୁ ପଛ ନ ଭାବିକି କିଏ ତ ପଳେଇ ଆସୁଛି ଟିଫିନ୍ ନେଇକି ପଳେଇ ଆସୁଛି, ଟିକେ ଦେଇଦେଉଛି ଭାଇ ଟିଫିନ୍ ଟିକେ କରିଦେ, କିଏ ଚା ଟିକେ, କିଏ ଚିକେନ୍ ଆଣିବାକୁ ପଳଉଛି, କିଏ ମାଛ ଆଣିବା ଭାଇ। ଏତେ ଭଲ ପାଏ 12 ଘଣ୍ଟା ଡ୍ୟୁଟି କରିକି ଆସିକି ସେମାନେ ଏତେ ଭଲ ପାଇବା ଭାଇଚାରା ମାନେ ଦଉଛନ୍ତି, ମାନେ କ'ଣ କହିବା, ଗୋଟେ ସଂସ୍କାର, ଗୋଟେ ଭଲ ଘର ପରିବାର ସଂସ୍କାର ପରିଚୟ ଦଉଛନ୍ତି ସେମାନେ। ତ ଭାଇ ସେମାନଙ୍କୁ କାହିଁ କରୁଛ? ଧରିନିଅ ଆପଣଙ୍କୁ ଯଦି କଷ୍ଟ ଲାଗୁଛି, ଯଦି ଗୋଟେ ପିଲା ସୁରଟରେ ଖଟିଲା, ଗୋଟେ ଆଇଫୋନ୍ ଧରିଲା କିମ୍ବା ଗୋଟେ ଭଲ ଆଣ୍ଡ୍ରଏଡ୍ ହ୍ୟାଣ୍ଡସେଟ୍ ଧରିଲା, ଗାଁରେ ବୁଲିଲା, ମାସେ କି 15 ଦିନ ଛୁଟିରେ ଗଲା, ସେ ଆପଣ ସେ ଜିନିଷକୁ ଦେଖିକି କ'ଣ ବରଦାସ୍ତ କରିପାରୁନାହାନ୍ତି, ଆପଣ ସହି ପାରୁନାହାନ୍ତି, ପୁରା ଜିଲିୟସ୍ ଫିଲ୍ କରୁଛନ୍ତି ହେଲା। କାହିଁକିନା ଆପଣ ସେ ଜିନିଷ ପରିଶ୍ରମ କରି ମାନେ ହାସଲ କରିପାରିବେନି ନା। ଆପଣ କେଉଁଠି ଉପରି ମିଳିଲେ ସେଇଟା କାହାର ମାନେ ମାରଦାର ଚକରେ ଥିବେ ହେଲା। କିନ୍ତୁ ଏଇ ଭାଇମାନେ ଆମର ପରିଶ୍ରମ କଲେ, ଯେଉଁଟା ଆମର ଟିକେ ବୟସ ମାନେ ବିବାହିତ ଭାଇ ଦାଦା ସବୁ ରହିଛନ୍ତି, ସେମାନେ ଟିକେ ପଇସା ସଞ୍ଚୟ କରନ୍ତି। ଯେଉଁଟା ବ୍ୟାଚୁଲର ଲାଇଫ୍ରେ ଭାଇମାନେ ଅଛନ୍ତି, ସେମାନେ କିଛି ସେଭ୍ କଲା ପରେ ବାକି ଜିନିଷ ତାଙ୍କେ ଟିକେ ଲାଇଫ୍ ଏନ୍ଜୟମେଣ୍ଟ କରୁଛନ୍ତି। ତ ମୁଁ କହେ ଭାଇ ତାଙ୍କୁ କାହିଁକି ଇର୍ଷା କର? ତାଙ୍କର ତାଙ୍କେ ମାନେ ଭାଇ ତାଙ୍କ ପଇସାରେ ସେ ମାନେ ଆଇଫୋନ୍ କଲେ କିମ୍ବା ଯାହା ବି କପଡ଼ା କିଣିଲେ, ଯାହା ବି କିଣିଲେ, ମାସେ 2 ମାସ ପାଇଁ ଗଲେ, ଏନ୍ଜୟ କଲେ, ଖୁସିରେ ରହିଲେ, ହସ ଫୁଟେଇଲେ, ସାଙ୍ଗସାଥିରେ ହସ ବାଣ୍ଟିକି ଆସିଲେ। ଭାଇ ଆପଣ ଥରେ କେବେ ଭାବିଛନ୍ତି ସେମାନେ ଯେତେବେଳେ ସୁରତ ଆସନ୍ତି, ସେମାନଙ୍କର ଫିଲିଙ୍ଗସ୍ ତ ମାନେ ଯେ ଯାଇଛି, ସେ ମାନେ ରହିଛି, ସେମାନେ ଜାଣିପାରିବେ, ଆପଣ ଜାଣିପାରିବେନି। ଆପଣ ଉପରିଖିଆ ଲୋକ ନା, ଆପଣ ଜାଣିପାରିବେନି। ଭାଇ ସମସ୍ତ ଭାଇଙ୍କୁ ମୁଁ କହୁନି, ଯେଉଁ ଭାଇ ଗୁଡ଼ା ଆମ ସୁରତ ଭାଇମାନଙ୍କୁ ଟ୍ରୋଲ୍ କରୁଛନ୍ତି, ଖାସ୍ କରି ସ୍ପେଶାଲି ଏଇ ଭିଡ଼ିଓଟା ସେଇମାନଙ୍କ ପାଇଁ। ଭାଇ ଦୟାକରି ମୁଁ ଆପଣମାନଙ୍କୁ ରିକ୍ୱେଷ୍ଟ କରୁଛି, ଆପଣ ମାନେ ସୁରତ ଭାଇମାନଙ୍କୁ ଖରାପ ଭାବନ୍ତୁନି, ଟ୍ରୋଲ୍ କରନ୍ତୁନି। କାହିଁକିନା ବହୁତ ବଢ଼ିଆ ଲୋକ ଏଠି ଅଛନ୍ତି ଭାଇ। ସେଇ ଲୋକ ସୁରତରେ ଆସିକି ମାନେ ସେଇଟାର ଗୋଟେ କାମ ଜାଣିଛନ୍ତି, ଆଗରୁ କାମ ଅଛି ବୋଲି ସେଇଟା ଆସୁଛନ୍ତି ଭାଇ। ସୁରତ, ଚେନ୍ନାଇ, ମାନେ ମୁମ୍ବାଇ, ଦିଲ୍ଲୀ ବହୁତ ଲୋକ, ମାନେ ସବୁ ଷ୍ଟେଟ୍କୁ ଲୋକ ଯାଉଛନ୍ତି ହେଲା। ତ ସେମିତି କିଛି ନୁହଁ ଭାଇ, କାହାକୁ ଟ୍ରୋଲ୍ କରନି ଭାଇ। ସେମାନେ ତମେ ଥରୁଟେ ଭାବ, ଚିନ୍ତା କର, ଆପଣ କେବେ ଭାବିଛନ୍ତି ସେମାନେ ଯେତେବେଳେ ସୁରତ ଆସୁଛନ୍ତି କେତେ ମାନେ ସୁଖ ଦୁଃଖ ଜିନିଷକୁ ତାଙ୍କେ ମାନେ ଛାତିରେ ଚାପିକି, ଛାତି ପଥର କରି ଆସୁଛନ୍ତି? ଆପଣ କେବେ ଥରୁଟେ ଭାବିଛନ୍ତି? ବିଶ୍ୱାସ କରନ୍ତୁ, ଆପଣ ସେଇ ଜାଗାରେ ଥରୁଟେ ଭାବନ୍ତୁ, ଦେଖନ୍ତୁ। ଆମେ ବି ଯଦି ଆପଣ ଭଳିଆ, ଯଦି ଆପଣ ଭାବୁଛନ୍ତି ଆମେ ଯେଉଁ ଏନ୍ଜୟ କରି ରହୁଛୁ, ଘରେ ଖାଇ ପିଇକି ଗାଁରେ ବୁଲୁଛୁ, ତ ସେମାନେ ମଧ୍ୟ ସେଇଭଳିଆ ସବୁ ଇଚ୍ଛା। କିନ୍ତୁ ସେମାନେ କାହିଁକି ରହୁନାହାନ୍ତି ଜାଣିଛ? ଆପଣ ପାଖରେ ତ ଉପରି ପଇସା ମିଳୁଛି, କାହାକୁ କୋଉଠି ଦଲାଲି କରି ଖାଇ ଦେଉଛନ୍ତି, ବୁଲୁଛନ୍ତି, ଠକାମି କରି ବୁଲୁଛନ୍ତି। କିନ୍ତୁ ସୁରତ ଯେଉଁ ଭାଇମାନେ ଆସୁଛନ୍ତି, ସେମାନେ ତାଙ୍କ ନିଜ ମୁହଁରେ ହସ ଫୁଟାଇବା ପାଇଁ, ଆଉ ତାଙ୍କ ପରିବାରରେ ଯେଉଁ ସଦସ୍ୟ ଅଛନ୍ତି, କାହା ଘରେ 20, କାହା ଘରେ 15, କାହା ଘରେ 10, ସମସ୍ତଙ୍କର ପରିବାରର ସଦସ୍ୟମାନଙ୍କର ମୁହଁ ଟିକେ ହସ ଫୁଟାଇବା ପାଇଁ ସେମାନେ ଆସୁଛନ୍ତି ଏଠି ବିଦେଶ ଖଟିବା ପାଇଁ। କାହାକୁ ଭାଇ ମାନେ କଷ୍ଟ ସେମିତି ହଉନି ଯେ, ସେମିତି କାହାକୁ ଏତେ ଆଗ୍ରହ ଲାଗୁନି ଯେ ମାନେ କାମଟା ସେ ଆସିକି ଖୁସିରେ ଖୁସିରେ କରିଦେବ ବୋଲି। ଭାଇ ସମସ୍ତଙ୍କ ପରିବାର ମୁହଁରେ ଟିକେ ହସ ଫୁଟାଇବା ପାଇଁ, ନିଜ ଜୀବନଶୈଳୀଟାକୁ ଟିକେ ହସରେ ମାନେ ଖୁସିରେ ବିତାଇବା ପାଇଁ ବୋଲି ଭାଇ ସେମାନେ ଆସିଛନ୍ତି ବିଦେଶ ଖଟିବା ପାଇଁ। ସୁରତ ହଉ, ଦିଲ୍ଲୀ ହଉ, ମୁମ୍ବାଇ ହଉ, ଚେନ୍ନାଇ, ଯେଉଁଠି ବି ଯାହା ବି, ଏବେ ତ ପ୍ରାୟ ଆଉଟ୍ ଅଫ୍ କଣ୍ଟ୍ରି ବି ଗଲେଣି, ଆମେ ବି ଯାଉଛୁ। ମୁଁ ବି ସେଇ ଉଦ୍ଦେଶ୍ୟରେ ବି ଇଣ୍ଟରଭ୍ୟୁ ଦେବାକୁ ଆସିଛି। ଇଣ୍ଟରଭ୍ୟୁ ସରିଲା ପରେ ମୁଁ ଆପଣଙ୍କୁ କହିବି କ'ଣ ରହିଲା। କିନ୍ତୁ ଆପଣ ଥରୁଟେ ଆସି ପରିଶ୍ରମ କରନ୍ତୁ ନା, ଆପଣ ଜାଣିଯିବେ, ଆପଣ ଫିଲିଙ୍ଗସ୍ ପଳେଇ ଆସିବ। ଆପଣ ଥରେ ସେଇ ଭାବନା ଭିତରୁ ଯାଆନ୍ତୁ ନା, ଆପଣ କେବେ ଟ୍ରୋଲ୍ କରିବା ବି ଆପଣ ମନକୁ ବି ଆସିବନି, ମୁଁ କଥା ବି ଆସିବନି ସେମିତି ହେଲା। ମାନେ ସେମାନେ କେତେ ସୁଖ ଦୁଃଖ ଜିନିଷକୁ ଆଣିକି, ମାନେ ସେମାନେ ଛାତିରେ ପଥର କରିକି ଆସିକି 12 ଘଣ୍ଟା ଡ୍ୟୁଟି କରିକି ହସ ଖୁସିରେ ଭାଇ ଲାଇଫ୍ ଏନ୍ଜୟ କରୁଛନ୍ତି। ଭାଇ ଆପଣ ଜୀବନରେ ସେଇଭଳିଆ କରିପାରିନି। ମୁଁ ଆପଣଙ୍କୁ ଚ୍ୟାଲେଞ୍ଜ ଦେଉଛି, ଆପଣ ଥରଟେ ଆସିକି 12 ଘଣ୍ଟା ଡ୍ୟୁଟି ପରିଶ୍ରମ କରି ଦେଖନ୍ତୁ, ତାପରେ ଟ୍ରୋଲ୍ କରିବେ କାହାକୁ। ଆପଣ 12 ଘଣ୍ଟା ଡ୍ୟୁଟି କୋଉଠି କରିବେ ନା, ଆସିକି ପରିଶ୍ରମ କରିବେ ନା, ଆପଣ ଜାଣିପାରିବେ ଟ୍ରୋଲ୍ କ'ଣ ବୋଲି ବୁଝିପାରିବେ। ବୁଝିପାରିଲେ? ମୁଁ ତ ଡାଇରେକ୍ଟ ଜିନିଷ ଆପଣଙ୍କୁ କହିପାରିଥାନ୍ତି, କିଛି ବହୁତ ଜିନିଷ କହିବାକୁ, କିନ୍ତୁ କହିବିନି, ମୁଁ ଆପଣଙ୍କୁ ବ୍ଲେମ୍ କରିବିନି। କିନ୍ତୁ ଆପଣଙ୍କୁ ମୁଁ ଖାଲି କହୁଛି, କାହିଁକିନା ମୁଁ ଦେଖିଛି, ଜିନିଷ ଜାଣିଛି। ଦୟାକରି ଆମର ଯେଉଁ ଜାଗାରେ ବି ଭାଇମାନେ ଖଟୁଛନ୍ତି, ସୁରତ ଭାଇ ହଉ, ଯେଉଁ ଭାଇ ମାନେ, କାହାକୁ ବି ଟ୍ରୋଲ୍ କରନ୍ତୁନି ହେଲା। କିଛିଟା ଭାଇ ମାନେ ଏମିତି ନଖରାମି ଦେଖନ୍ତି ବୋଲି ସବୁ ଭାଇକୁ ନେଇକି ଟ୍ରୋଲ୍ କରନି। ଆଉ ଯେଉଁ ଭାଇମାନେ ଟିକେ ପ୍ରାୟ ସୁରତ ରହିକି, ଯେଉଁ ଭାଇମାନେ ଆମର
ଟିକେ ମାନେ ଯୋଉଟାକ ଟିକେ ନଖରା ଦେଖାଉଛନ୍ତି ଗାଁରେ କିମ୍ବା ବେଶୀ ଟିକେ ମାନେ ଇଏ ଦେଖାଉଛନ୍ତି ଯୋଉଥିପାଇଁ ସବୁ ଭାଇମାନେ ଆମେ ଟ୍ରୋଲ ହବାର ଶିକାର ହବାର ମାନେ ଶିକାର ହଉଛନ୍ତି ହେଲା ଆପଣମାନଙ୍କ ପାଇଁ ମୁଁ ଆପଣମାନଙ୍କୁ ମଧ୍ୟ ଭାଇ ମୁଁ ଆପଣଙ୍କୁ ମଧ୍ୟ ଭାଇ ବା ମାନୁଛି ଭଲ ହୁଅନ୍ତୁ କାମ ଖରାପ ହୁଅନ୍ତୁ କାହିଁକିନା ଆପଣ 12 ଘଣ୍ଟା ଡ୍ୟୁଟି କରୁଛନ୍ତି ତ ଆପଣ ଏମିତି କାମ କରନ୍ତୁ ଯେମିତି ଆପଣ ପାଇଲେ ବାକି ସାରା ମାନେ ସୁରତର ଭାଇମାନଙ୍କ ନାଁ ଯେମିତି ଖରାପ ନ ହଉ ତ ଭାଇ ଆଉ କ'ଣ କହିବି ମାନେ ବହୁତ ଦୁଃଖ ମାନେ ଏତେ ବଢ଼ିଆ ଅଛନ୍ତି ମୁଁ କହିବା ଅର୍ଥ ଭାଇ ଯେଉଁମାନେ ସୁରତ ରହିକି 12 ଘଣ୍ଟା ଡ୍ୟୁଟି କରିକି ଲାଇଫ୍ ତାଙ୍କର ଏନ୍ଜୟମେଣ୍ଟ କରୁଛନ୍ତି ନିଜେ ହସୁଛନ୍ତି ଅନ୍ୟକୁ ହସାଉଛନ୍ତି ତାଙ୍କ ପରିବାର ହସ ଫୁଟାଉଛନ୍ତି ହେଲା ତ ଭାଇ ସେଇ ସୁରତ ଭାଇମାନଙ୍କୁ ମୋର ହୃଦୟରୁ ସାଲ୍ୟୁଟ୍ ଭାଇ ମୁଁ ସେମାନଙ୍କ ପାଇଁ ଗର୍ବିତ ଭଗବାନ ତାଙ୍କ ମାନଙ୍କର ମଙ୍ଗଳ କରନ୍ତୁ ଠିକ୍ ଅଛି ଭାଇ ଆଜି ତ ମାନେ ସୁରତ ଭାଇମାନଙ୍କ ପାଇଁ ଟିକେ ମାନେ ଟିକେ ମୋର ଆଜି ହୃଦୟକୁ ଆସିଲା ବୋଲି କିଛି ବିପଦ କହିଲି ଭାଇ ଯଦି ଭୁଲ ହେଇଥିବ ତାହେଲେ କ୍ଷମା ମାଗୁଛି ତ ମୁଁ ଅନୁରୋଧ କରିବି ସମସ୍ତ ଭାଇଙ୍କୁ ସମସ୍ତ ଭିଡ଼ିଓ ଯିଏ ଦେଖୁଛନ୍ତି ଭାଇ ଆମର ସୁରତର ହଉ କିମ୍ବା ଯେଉଁ ଜାଗାରେ ବି ଭାଇମାନେ ଖଟୁଛନ୍ତି ପରିଶ୍ରମ କରୁଛନ୍ତି ସେମାନଙ୍କୁ ନେଇକି କିଛି ଟ୍ରୋଲ୍ କରନି ହେଲା ଭାଇ ବହୁତ ବଢ଼ିଆ ସେମାନେ ବହୁତ ଭଲ ବହୁତ ଖୁସିରେ ଅଛନ୍ତି ଭାଇ ତମଠୁ ବେଟର ଲାଇଫ୍ ସେମାନେ ଏନ୍ଜୟମେଣ୍ଟ କରୁଛନ୍ତି ହେଲା ବହୁତ ବଢ଼ିଆ ଭାଇ ତାଙ୍କ ଫ୍ୟାମିଲି କି ଖୁସି ରଖୁଛନ୍ତି ସେମାନେ ଖୁସି ରହୁଛନ୍ତି ତାଠୁ ବଡ଼ କଥା କ'ଣ ତାଙ୍କେ ଆଇଫୋନ୍ ଧରିବେ କିମ୍ବା ସ୍ମାର୍ଟଫୋନ୍ ଯାହା ବି ଧରିବେ ମାନେ ତାଙ୍କ ମାନେ ଇଚ୍ଛା ଆପଣମାନେ କାହିଁକି ଟ୍ରୋଲ୍ କରୁଛନ୍ତି ଆପଣମାନେ ଥରୁଟେ ଆସିକି ମାନେ 12 ଘଣ୍ଟା ଡ୍ୟୁଟି କରନ୍ତୁ ଆପଣଙ୍କର ହାୱା ପଳେଇବ ପବନ ଛାଡ଼ୁ ଜାଣିଛୁ ବସିକି ଖାଉଛନ୍ତି ଉପରି ମିଳୁଛନ୍ତି ତ ଜଣାପଡ଼ୁନି ଆପଣଙ୍କୁ ଆପଣ ଥରେ ଆସନ୍ତୁ ଦେଖନ୍ତୁ କେଉଁ ଟାଇପ୍ର ଲାଇଫ୍ ସେମାନେ ଜଣୁଛନ୍ତି 12 ଘଣ୍ଟା ଡ୍ୟୁଟି କରିକି ଆସିକି ରୋଷେଇ କରିବେ ଖାଇବେ ପୁଣି ଯେଉଁମାନେ ଡେ ସିଫ୍ଟ ନାଇଟ୍ ସିଫ୍ଟ ବାଲା ମାନେ ଅଲ୍ଟରନେଟ୍ ରୋଷେଇ କରିବେ ତଥାପି ଭାଇ ସେମାନଙ୍କ ମନ ଭିତରେ କୌଣସି ଲୋଭ ମିଛ ମାୟା ସବୁ କିଛି କଥା ନାହିଁ ମାନେ ବହୁତ ଲାଇଫ୍ ଏନ୍ଜୟମେଣ୍ଟ କରୁଛନ୍ତି ବହୁତ ଖୁସିରେ ଅଛନ୍ତି ଭାଇ ବର୍ଷ ବର୍ଷ ମାନେ ଏଠି ପ୍ରାୟ ମାନେ କିଛି ଭାଇଙ୍କର ତ ଜୀବନ ଏଠି ହିଁ ସରିଗଲାଣି ମାନେ ତାଙ୍କ ଲାଇଫ୍ଟା ଏଠି ହିଁ ସରିଗଲାଣି ଆଉ ତାଙ୍କ ପିଲାପିଲି ଛୁଆମାନେ ଆମେ ଦେଖ ଭାଇମାନେ ଥିଲେ ବୋଲି ଆମେ ଆସୁଛୁ ବୁଲିବା ପାଇଁ ବହୁତ ବଢ଼ିଆ ଲାଗିଲା ସାରା ମିଳିଲା ଭଲ ପାଇବା ମିଳିଲା ଆଉ କ'ଣ ଦରକାର ଭାଇ ମାନେ ଏମାନଙ୍କୁ ଆହୁରି ଆପଣ ଟ୍ରୋଲ୍ କରୁଛନ୍ତି ଭାଇ ଆପଣଙ୍କୁ ଲାଜ ଲାଗିବା କଥା ମୁଁ ବିଶେଷ କିଛି କହୁନି ଆପଣ ଭାଇ ଏମାନଙ୍କୁ ମାନେ ସପୋର୍ଟ କର ଭାଇ ଭଲ ପାଇବା ଦିଅ ଦେଖିବ ଆପଣ ମାନେ ମୋତେ ଭଲ ପାଇବା ଦେବେ ବୁଝିପାରିଲେ ଦେଖ ସାଙ୍ଗମାନେ ସୁରତର ମୁଁ ସଚିନ ଏରିଆରେ ଅଛି ମୁଁ ବାହାର ପଟର କିଛି ମାନେ ଭ୍ୟୁ ଟିକେ ଦେଖାଇ ଦେଉଛି ଆପଣମାନଙ୍କୁ ଟିକେ ଦେଖିଦିଅନ୍ତୁ ପରିସ୍ଥିତି କେମିତି ରହିଛି ଦେଖ ରାସ୍ତା କେମିତି ରହିଛି ପାଣି ପୁରା ହେଇଗଲା ଏବେ ଟିକେ ଜଷ୍ଟ ବର୍ଷା ଛାଡ଼ିଛି ବୋଲି ଏତିକି ଅଛି ଆପଣଙ୍କ ପାଇଁ ଜଷ୍ଟ ଗୋଟେ ଭିଡ଼ିଓଟେ କରିଦେଉଛି ମାନେ ସିଓର ହେବା ପାଇଁ ମୁଁ କେଉଁଠି ଅଛି ବୋଲି ଆଉ ସେଇପଟେ ମେ ବି ସେଟା ଗୋଟେ କମ୍ପାନୀ ଗୁଡ଼ାକ ତ ଦେଖିଲେ ପରିସ୍ଥିତି ଏଇ ପରିସ୍ଥିତିରେ ସେମାନେ ଲାଇଫ୍ ଷ୍ଟ୍ରଗଲ୍ କରୁଛନ୍ତି ତାଙ୍କ ଡେଲି ଲାଇଫ୍ ଷ୍ଟାଇଲ୍ କରୁଛନ୍ତି ଠିକ୍ ଅଛି ତ ଭାଇମାନେ ଯେଉଁମାନେ ସୁରତରେ ଅଛ କିମ୍ବା ଓଡ଼ିଶାରେ ଅଛ ଯଦି ଏ ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଲାଇକ୍ କରିଦେବେ ଆଉ ସାଙ୍ଗସାଥିମାନଙ୍କୁ ଟିକେ ସେୟାର କରିଦେବେ ଯଦି ଭିଡ଼ିଓଟି ମାନେ ହୃଦୟକୁ ଛୁଇଁଥିବ ତାହେଲେ ଗୋଟେ ମିଠା କମେଣ୍ଟ କରିଦେବେ ଆଉ ଖାସ୍ କରି ସେୟାର କରିବା ଭୁଲିବେନି କାହିଁକିନା ଭିଡ଼ିଓଟା ନିହାତି ଭାବରେ ଯେଉଁମାନେ ଟ୍ରୋଲ୍ କରୁଛନ୍ତି ସେଇ ଦଳର ମାନଙ୍କ ପାଇଁ ଗୋଟେ ବହୁତ ବଢ଼ିଆ ଉଦାହରଣ ହେବ ମାନେ ସେମାନଙ୍କର ଗୋଟେ ମୁହଁ ତୋଡ଼ ଜବାବ ପାଇଁ ତେଣୁ ଦୟାକରି ଭିଡ଼ିଓଟିକୁ ସେୟାର ନିଶ୍ଚୟ କରିବେ ଠିକ୍ ଅଛି ରହିଲି ସାଙ୍ଗମାନେ ପୁଣି ଦେଖା ଆଉ କେଉଁ ମିଳିଲେ ଜୟ ଜଗନ୍ନାଥ ରାଧେ ରାଧେ ସମସ୍ତଙ୍କୁ